Hello students, welcome back to the channel. At first, I would like to wish you for your upcoming examination. ଓଡ଼ିଆରେ ଗୋଟେ କଥା ଅଛି, ବିପଦ ବେଳେ ଦୈବ ସାହା, ଅର୍ଥାତ୍ ଆମର ଜରୁରୀ ସମୟରେ ହଠାତ୍ କିଛି ସାହାଯ୍ୟ ମିଳିଗଲେ ଆମେ ବହୁତ ଖୁସି ହେଇଥାଉ। ଏହି ଭିଡ଼ିଓଟି ତମର ଏକ୍ଜାମ ରୂପକ ଜରୁରୀ ସମୟରେ ନିଶ୍ଚୟ ମାର୍କ ଆଣିଦେବ। ସେ ଟ୍ୟାଲେଣ୍ଟ ପିଲା ହୁଅନ୍ତୁ କିମ୍ବା ନ ହୁଅନ୍ତୁ, କିଛି ପିଲା କ୍ଲାସ୍ ଠିକ୍ ସେ ଯାଇପାରୁନଥିବେ ଆଉ ଭାବୁଥିବେ ପରୀକ୍ଷାରେ କେମିତି ଲେଖିବି, କେମିତି ମାର୍କ ମିଳିବ, ପାସ୍ ହେଲେ ଭଲ ହେଇଥାନ୍ତା, ନ ଲେଖିଲେ କେହି ତୁମକୁ ମାର୍କ ଦେବେ ନାହିଁ। କିନ୍ତୁ ମୁଁ ଏହି ଭିଡ଼ିଓରେ କହିବି, ତୁମେ କ୍ଲାସ୍ କରିଥାଅ କି ନ କରିଥାଅ, ନିଶ୍ଚୟ ଲେଖିପାରିବ ଏବଂ ମାର୍କ ମଧ୍ୟ ଆଣିପାରିବ। ଭଲ ପାଠ ପଢ଼ୁଥିବା ପିଲାମାନେ ମଧ୍ୟ ପରୀକ୍ଷାରେ ଲେଖି ନ ଜାଣି ସବୁ ଆଟେଣ୍ଡ କରିପାରୁନାହାନ୍ତି ଏବଂ କମ୍ ମାର୍କ ରଖୁଛନ୍ତି। ତେଣୁ ସମସ୍ତେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏଇଟା ହେଉଛି ଲାଷ୍ଟ ଇୟର ଆନୁଆଲ ଏକ୍ଜାମର କ୍ୱେଶ୍ଚିନ୍ ପେପର। ଏହାକୁ ମୁଁ ଏକ୍ଜାମ୍ପଲ୍ ମାଧ୍ୟମରେ ବୁଝେଇବି। ତମ ପରୀକ୍ଷାରେ ମଧ୍ୟ ଠିକ୍ ଏହିପରି ଏକ ପ୍ରଶ୍ନ ପଡ଼ିବ। ତେଣୁ ତମେ ଯଦି ଏହାକୁ ଠିକ୍ ସେ ବୁଝି ସେମ୍ ଏହି ପ୍ରୋସେସ୍ରେ ଲେଖିଲେ କ୍ୱେଶ୍ଚିନ୍ ଆଟେଣ୍ଡ ବି କରିପାରିବ ଏବଂ ମାର୍କ ବି ମିଳିବ। ଏଠି ତମ ଇଂଲିଶ ଟେକ୍ସଟ ବୁକ୍ ଇନଭାଇଟେସନ୍ 1ର ମନି ମ୍ୟାଡନେସ୍ ପୋଏଟ୍ରିରୁ ଏକ୍ସଟ୍ରାକ୍ଟ କରାଯାଇଛି। ତମ ଏକ୍ଜାମରେ ମଧ୍ୟ ଏହିପରି କୌଣସି ଏକ ପୋଏଟ୍ରିରୁ ଏକ୍ସଟ୍ରାକ୍ଟ କରାଯାଇଥିବ। ତେବେ ଏହାକୁ ଆମେ ସହଜରେ ଏବଂ କମ୍ ସମୟ ମଧ୍ୟରେ କିପରି ଲେଖିବା, ଚାଲନ୍ତୁ ଦେଖିବା। ଲାଷ୍ଟ ଏହି ଭିଡ଼ିଓରେ ପେସେଜରୁ ଆନ୍ସର କିପରି ସହଜରେ ଲେଖିପାରିବ ତାହା ମୁଁ ବୁଝେଇଥିଲି। ସେହି ଭିଡ଼ିଓରୁ ତ 10 ମାର୍କ ପାଇଗଲ, ଏବେ ଏହି ଭିଡ଼ିଓରୁ ମଧ୍ୟ 10 ମାର୍କ ପାଇଯିବ। ଏଠି ମନେ ରଖିବା ଉଚିତ ଯେ ପେସେଜରୁ ଆନ୍ସର ଲେଖିବା ଠାରୁ ପୋଏଟ୍ରିରୁ ଆନ୍ସର ଲେଖିବା ଟିକେ ଅଲଗା ହେବ। ଆନ୍ସର ଲେଖିବାକୁ ହେଲେ ଫାର୍ଷ୍ଟ ପଏଣ୍ଟ ହେଉଛି ପ୍ରଥମେ ଏହି ଏକ୍ସଟ୍ରାକ୍ଟଟିକୁ ଧ୍ୟାନର ସହ ସମ୍ପୂର୍ଣ୍ଣ ଭାବରେ ପଢ଼। ପଢ଼ି ସାରିଲା ପରେ ଗୋଟେ ପରେ ଗୋଟେ ପ୍ରଶ୍ନର ଉତ୍ତର ଲେଖ। ମନେକର ଆମେ ଏହି ପୋଏଟ୍ରିଟିକୁ ସମ୍ପୂର୍ଣ୍ଣ ପଢ଼ି ଦେଇଛେ। ଏବେ ଆମେ ପ୍ରଥମ କ୍ୱେଶ୍ଚିନ୍ର ଆନ୍ସର ଲେଖିବା। Why does the poet say that money has a cruel power among men? କବି କାହିଁକି କହିଛନ୍ତି ଯେ ମଣିଷମାନଙ୍କ ମଧ୍ୟରେ ଟଙ୍କାର ଏକ ନିଷ୍ଠୁର ଶକ୍ତି ଅଛି? ବର୍ତ୍ତମାନ ତମେ ଆନ୍ସର ନିଜ ଷ୍ଟାଇଲରେ ଏହି ପୋଏଟ୍ରିରୁ ଲେଖିବ, କିନ୍ତୁ ଏଥିପାଇଁ ତୁମକୁ ଟିକେ ଅଧିକ ସମୟ ଦେବାକୁ ପଡ଼ିପାରେ। ଯଦି ନ ହେଉଛି ତେବେ ଏହି ଟ୍ରିକ୍ରେ ଲେଖ। କୌଣସି ପୋଏଟ୍ରିର ପ୍ରଶ୍ନ ଉତ୍ତର ଲେଖିଲା ବେଳେ ଯଦି ପ୍ରଶ୍ନର ଆରମ୍ଭରେ ହ୍ୱାଇ ଥିଲେ ସେହି ୱାର୍ଡ଼ ଏବଂ ତାପରେ ଯେଉଁ ହେଲ୍ପିଂ ଭର୍ବ ଥିବ ତାକୁ ଛାଡ଼ିଦେଇ ବାକି ଯାହା କ୍ୱେଶ୍ଚିନ୍ରେ ଲେଖାଥିବ ତାକୁ ଦେଖି ଦେଖି ଲେଖିଦେବ। ଏହି ପ୍ରଶ୍ନରେ ହ୍ୱାଇ ଅଛି ଏବଂ ହେଲ୍ପିଂ ଭର୍ବ ଡଜ୍ ଅଛି। ତେଣୁ ହ୍ୱାଇ ଏବଂ ଡଜ୍କୁ ଛାଡ଼ି ବାକି ଯାହା ରହିଲା ତାକୁ ଆମେ ଲେଖିଦେବା ଏବଂ ବିକଜ୍ ଲେଖି ଉତ୍ତର ଲେଖିବା। ଆନ୍ସର ହେବ ଦି ପୋଏଟ୍ ସେ ଦ୍ୟାଟ୍ ମନି ହାଜ୍ ଏ କ୍ରୁଏଲ୍ ପାୱାର ଏମଙ୍ଗ ମେନ୍ ବିକଜ୍ ଇଟ୍ ହାଜ୍ ଗଟ୍ ଅସ୍ ଡାଉନ୍ ୱି ଗ୍ରୋଭେଲ୍ ବିଫୋର୍ ଇଟ୍ ଇନ୍ ଷ୍ଟ୍ରେଞ୍ଜ ଟେରର। ସେକେଣ୍ଡ ଲାଇନ୍ରେ ଅଛି। ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି ହ୍ୱାଟ୍ କାଇଣ୍ଡ ଅଫ୍ ଫିଲିଂ ଡଜ୍ ମନି କ୍ରିଏଟ୍ ଇନ୍ ଅସ୍? ଆମ ଭିତରେ ଟଙ୍କା କି ପ୍ରକାର ଫିଲିଂ ବା ଅନୁଭବ ସୃଷ୍ଟି କରେ? ଏଠି ଆରମ୍ଭରେ ହ୍ୱାଟ୍ ଅଛି, ତେଣୁ ହେଲ୍ପିଂ ଭର୍ବ ଡଜ୍ ପରେ ଯାହା ଅଛି ତାକୁ ଲେଖିବା ଏବଂ ଉତ୍ତର ଲେଖିବା। ତେଣୁ ଉତ୍ତର ହେବ ମନି କ୍ରିଏଟ୍ ଇନ୍ ଅସ୍ ଫିୟରଫୁଲ୍ ଅର୍
terrified feelings. Third question ହେଉଛି is man really afraid of money or moneyed man? ମଣିଷ ପ୍ରକୃତରେ ଟଙ୍କା କିମ୍ବା ଟଙ୍କା ଥିବା ଲୋକଙ୍କୁ ଭୟ କରୁଛନ୍ତି କି? ଏଠି ମନେ ରଖିବ ଯେ ଯଦି କୌଣସି ପ୍ରଶ୍ନ ଇଜ୍ ଆମ୍ ଆର୍ ଡୁ ଡଜ୍ ହ୍ୟାଭ୍ ହାଜ୍ ହ୍ୟାଡ୍ ୱାଜ୍ ୱେର୍ ପରି ହେଲ୍ପିଂ ଭର୍ବରୁ ଆରମ୍ଭ ହୋଇଥାଏ ତେବେ ଆପଣ ୟେସ୍ କିମ୍ବା ନୋ ଲେଖି ଆନ୍ସର୍ ଲେଖିପାରିବେ। ଯେପରି 3 ନମ୍ବର ପ୍ରଶ୍ନର ଆରମ୍ଭରେ ଅଛି ଇଜ୍, ତେଣୁ ଆମେ ଲେଖିପାରିବା ଏଠି ୟେସ୍। ୟେସ୍ ମ୍ୟାନ୍ ରିଅଲି ଏଫ୍ରାଇଡ୍ ଅଫ୍ ମନି ଅର୍ ମନିଏଡ୍ ମ୍ୟାନ୍। ତ ଇଜ୍ ଜାଗାରେ ୟେସ୍ ଲେଖିଦେଇ ଆମର ଉତ୍ତର ହେଇଯିବ। 4 ନମ୍ବର ଦେଖିବା ହାଉ ଡୁ ମନି ମେଡ୍ ମ୍ୟାନ୍ ଟ୍ରିଟ୍ ମ୍ୟାନ୍ ୱିଦାଉଟ୍ ମନି। ଟଙ୍କା ପାଗଳ ଲୋକମାନେ ଟଙ୍କା ନଥିବା ଲୋକମାନଙ୍କୁ କିପରି ଟ୍ରିଟ୍ କରନ୍ତି ବା ବ୍ୟବହାର କରନ୍ତି। ଏଠି ଆରମ୍ଭରେ ହାଉ ଅଛି ଏବଂ ହେଲ୍ପିଂ ଭର୍ବ ଡୁ ଅଛି, ତେଣୁ ଡୁ ପରେ ଯାହା ଅଛି ତାକୁ ଲେଖିବା ଏବଂ ପରେ ଆନ୍ସର୍ ଲେଖିବା। ଯେପରି ମନି ମେଡ୍ ମ୍ୟାନ୍ ଟ୍ରିଟ୍ ମ୍ୟାନ୍ ୱିଦାଉଟ୍ ମନି ଲେଟ୍ ହିମ୍ ଇଟ୍ ଡାଟ୍ ଆଣ୍ଡ ଗୋ କଲ୍ଡ। ପୋଏଟ୍ରିର ଏହି ଅଂଶକୁ ଲେଖିଦେଇ ପାରିବା। ଲାଷ୍ଟ କ୍ୱେଶ୍ଚିନ୍ ହେଉଛି ହ୍ୱାଟ୍ ଟର୍ଣ୍ଣସ୍ ମ୍ୟାନ୍ ଇନସେନ୍। ମଣିଷକୁ କ'ଣ ପାଗଳ କରିଦିଏ? ଆମେ ଏହି କବିତାରେ ଜାଣିଛୁ ଯେ ମଣିଷକୁ ଟଙ୍କା ହିଁ ପାଗଳ କରିଦିଏ, ତେଣୁ ଆମର ଆନ୍ସର୍ ହେବ ମନି ଟର୍ଣ୍ଣସ୍ ମ୍ୟାନ୍ ଇନସେନ୍। ଯେଉଁ ଇମ୍ପୋର୍ଟାଣ୍ଟ ୱାର୍ଡ଼ ବା ଲାଇନ୍ ୟୁଜ୍ କଲେ ଆନ୍ସର୍ ହେଇଯିବ ସେତିକି ୟୁଜ୍ କରି ଆନ୍ସର୍ ଲେଖିବାକୁ ଚେଷ୍ଟା କରିବା। ତେବେ ଏହା ହେଉଛି ସର୍ଟକଟ୍ ଟ୍ରିକ୍ସ। ଏହିପରି ଆନ୍ସର୍ ଲେଖାଯାଏ ନାହିଁ। ପୋଏଟ୍ରିକୁ ଭଲ ଭାବରେ ପଢ଼ି ବିଷୟଟିକୁ ବୁଝି ଉତ୍ତର ନିଜ ଭାଷାରେ ଲେଖିବାକୁ ପଡ଼େ, କିନ୍ତୁ ଏଥିପାଇଁ ତୁମର ବହୁତ ସମୟ ନଷ୍ଟ ହୋଇଯାଇପାରେ ଯଦି ତୁମେ ପୂର୍ବରୁ ଭଲ ଭାବରେ ପ୍ରାକ୍ଟିସ୍ କରିନଥିବ। ତେଣୁ ଏହି ଟ୍ରିକ୍କୁ ପରୀକ୍ଷାରେ ଆପ୍ଲାଏ କଲେ ତୁମେ ନିଶ୍ଚୟ ଏହି କ୍ୱେଶ୍ଚିନ୍ଟିକୁ ଆଟେଣ୍ଡ କରିପାରିବ ଏବଂ ମାର୍କ ମଧ୍ୟ ରଖିପାରିବ। ନେକ୍ସଟ ଭିଡ଼ିଓରେ ଆମେ ପାଏ ଚାର୍ଟ ଏବଂ ଟେବୁଲ ବିଷୟରେ ପଢ଼ିବା, ଯେଉଁଟାକି ତୁମର 5 ମାର୍କ ରହିବ। ସେ ପର୍ଯ୍ୟନ୍ତ ବାଏ ବାଏ।